ଆଜିର ବିଷୟ ହେଉଛି ଦୈନନ୍ଦିନ ଜୀବନରେ ରସାୟନ ବିଜ୍ଞାନ ଏବଂ ଏହାର ପ୍ରତିକ୍ରିୟାଗୁଡ଼ିକୁ ବୁଝିବା। ରାସାୟନିକ ପ୍ରତିକ୍ରିୟା ସହଜ ଭାଷାରେ କହିବାକୁ ଗଲେ ଏହା ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଗୋଟିଏ କିମ୍ବା ଅଧିକ ପଦାର୍ଥ ପରସ୍ପର ସହ ମିଶି ଏକ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ତିଆରି କରନ୍ତି। ଆଚ୍ଛା, ଏଠାରେ ଗୋଟିଏ କଥା ମନେ ରଖିବା ଦରକାର ଯେ ଏହା କେବଳ ଦୁଇଟି ଜିନିଷର ସାଧାରଣ ମିଶ୍ରଣ ନୁହେଁ। ଏହା ହେଉଛି ଏକ ମୌଳିକ ରୂପାନ୍ତରଣ, ଅର୍ଥାତ୍ ଏହି ପ୍ରକ୍ରିୟା ପରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଗୁଣବିଶିଷ୍ଟ ନୂଆ ପଦାର୍ଥର ସୃଷ୍ଟି ହୋଇଥାଏ। ଏବଂ ଏହା ବାସ୍ତବ ଦୁନିଆରେ ପ୍ରକୃତରେ କିପରି କାମ କରେ ତାହାର ଏକ ଚମତ୍କାର ଦୃଷ୍ଟାନ୍ତ ଏଠାରେ ରହିଛି। ଆସନ୍ତୁ ଏହାକୁ ତିନୋଟି ପଦକ୍ଷେପରେ ବୁଝିବା। ପ୍ରଥମେ ଆମ ପାଖରେ ରହିଛି ଏକ ସାଧାରଣ କଠିନ ଲୁହା। ଦ୍ୱିତୀୟରେ ଏହି ଲୁହାଟି ଆର୍ଦ୍ର ବାୟୁ ଅର୍ଥାତ୍ ଅକ୍ସିଜେନ୍ ଏବଂ ପାଣିର ସଂସ୍ପର୍ଶରେ ଆସେ। ବାସ୍, ତାପରେ ଆରମ୍ଭ ହୁଏ ଅସଲ ଖେଳ। ଏହି ଉପାଦାନଗୁଡ଼ିକ ଭିତରେ ପାରସ୍ପରିକ କ୍ରିୟା ଘଟେ ଏବଂ ତୃତୀୟ ପଦକ୍ଷେପରେ କଳଙ୍କି ସୃଷ୍ଟି ହୁଏ। ଲୁହା, ଅକ୍ସିଜେନ୍ ଏବଂ ଜଳ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ପାଇଁ ଏଠାରୁ ସରଳ ଆଉ ବାସ୍ତବ ଉଦାହରଣ ବୋଧହୁଏ ଆଉ କିଛି ନାହିଁ। ତେବେ ବାସ୍ତବ ଦୁନିଆର ଏହି ପରିବର୍ତ୍ତନଗୁଡ଼ିକୁ ବୈଜ୍ଞାନିକମାନେ କାଗଜ କଲମରେ କିପରି ପ୍ରକାଶ କରନ୍ତି ତାହା ହେଉଛି ରାସାୟନିକ ସମୀକରଣ। ବୈଜ୍ଞାନିକ ସଂକେତ ଓ ସୂତ୍ର ବ୍ୟବହାର କରି କୌଣସି ରାସାୟନିକ ପ୍ରତିକ୍ରିୟାକୁ ସଂକ୍ଷିପ୍ତ ଭାବରେ ପ୍ରକାଶ କରିବାର ଉପାୟକୁ ରାସାୟନିକ ସମୀକରଣ କୁହାଯାଏ। ଭାବନ୍ତୁ ଯେ ଏହା ହେଉଛି ଏକ ସ୍ୱତନ୍ତ୍ର ସାଙ୍କେତିକ ଭାଷା ବା ସର୍ଟହ୍ୟାଣ୍ଡ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବଡ଼ ବଡ଼ ଜଟିଳ ପ୍ରତିକ୍ରିୟାଗୁଡ଼ିକୁ ବହୁତ ସହଜରେ ଦର୍ଶାଇ ପାରନ୍ତି। ବର୍ତ୍ତମାନ ଏଠାରେ ସବୁଠାରୁ ଆକର୍ଷଣୀୟ ବିଷୟଟି ହେଉଛି ଯେ ଆମେ ଆଖିରେ ଦେଖୁଥିବା ଗୋଟିଏ ସାଧାରଣ ଦୈନନ୍ଦିନ ଘଟଣାକୁ କିପରି ଏହି ବିଜ୍ଞାନର ସଂକ୍ଷିପ୍ତ ଭାଷାରେ ଅନୁବାଦ କରାଯାଇଛି। ଏହି ନିର୍ଦ୍ଦିଷ୍ଟ ବୈଜ୍ଞାନିକ ସୂତ୍ରଟି କଳଙ୍କି ଲାଗିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବୁଝାଉଛି। ଦେଖନ୍ତୁ, 4ଟି ଲୁହା ବା Fe ପରମାଣୁ, 3ଟି ଅକ୍ସିଜେନ୍ ବା O2 ଅଣୁ ଏବଂ ତା ସହିତ 6ଟି ଜଳ ବା H2O ଅଣୁ ଏସବୁ ପରସ୍ପର ସହ ମିଶି କିପରି ହାଇଡ୍ରେଟେଡ୍ ଆଇରନ୍ ଅକ୍ସାଇଡ୍ ଅର୍ଥାତ୍ କଳଙ୍କି ସୃଷ୍ଟି କରୁଛନ୍ତି ତାହା ଏହି ଗୋଟିଏ ଧାଡ଼ିର ସମୀକରଣ ପରିଷ୍କାର ଭାବେ ବୁଝାଇ ଦେଉଛି। ପ୍ରକୃତରେ କି ଚମତ୍କାର ନୁହେଁ କି? ତେଣୁ ଆସନ୍ତୁ ଏହି ପୂରା ବିଷୟଟିକୁ ଟିକେ ସଂକ୍ଷେପରେ ଆଉଥରେ ଦେଖିନେବା। ସମ୍ପୂର୍ଣ୍ଣ ବିଷୟକୁ ସଠିକ୍ ଭାବରେ ମନେ ରଖିବା ପାଇଁ ଏହି ତିନୋଟି ମୂଳ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମଟି ହେଲା ପ୍ରତିକ୍ରିୟା, ଯେଉଁଥିରେ ପଦାର୍ଥଗୁଡ଼ିକ ମିଶି ଏକ ସମ୍ପୂର୍ଣ୍ଣ ନୂଆ ପଦାର୍ଥ ଗଠନ କରନ୍ତି। ଦ୍ୱିତୀୟଟି ହେଉଛି ଏହାର ବାସ୍ତବ ଉଦାହରଣ, ଠିକ୍ ଯେପରି ଲୁହା ଏବଂ ଆର୍ଦ୍ରବାୟୁ ମିଶି କଳଙ୍କି ସୃଷ୍ଟି କରେ। ଏବଂ ତୃତୀୟଟି ହେଲା ସମୀକରଣ, ଯାହାକି ସଂକେତ ବ୍ୟବହାର କରି ସେହି ପରିବର୍ତ୍ତନକୁ ଏକ ସଂକ୍ଷିପ୍ତ ରୂପ ଦିଏ। ବାସ୍, ଏହି ତିନୋଟି ଦିଗକୁ ବୁଝିଗଲେ ବିଷୟଟି ସମ୍ପୂର୍ଣ୍ଣ ପରିଷ୍କାର ହୋଇଯିବ।